नमस्कार सांगवाने आज आपनको ପାଇଁ ପୁଣି ଗୋଟେ ନୂଆ ରେସିପି ନେଇକି ଆସିଛି ପୁରା ଓଡ଼ିଆ ଅଥେଣ୍ଟିକ୍ ରେସିପି। ଏବେ ତ ଶୀତ ଦିନ ଆସିଲାଣି, ଫୁଲକୋବି ତ ଘରେ ଘରେ। ତ ଚୁନା ମାଛ ପକା ଫୁଲକୋବି ତରକାରୀ କେମିତି କ'ଣ କରିବେ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ଆଉ ଏଇ ଚୁନା ମାଛ ପକା ଫୁଲକୋବି ତରକାରୀଟା ନା ବହୁତ ଟେଷ୍ଟ ଲାଗିଥାଏ। ମୁଁ ଆଜି ଆପଣମାନଙ୍କ ସେୟାର କରିବି। ତ ଚାଲନ୍ତୁ ପ୍ରଥମେ ଚୁନା ମାଛଟାକୁ ଆମେ ବାଛି ନେବା। ଚୁନା ମାଛଟିକୁ ଭାଜିବା ପାଇଁ ମୁଁ ଅଗଣାକୁ ପଳେଇ ଆସିଥିଲି। କଅଁଳିଆ କଅଁଳିଆ ଖରାରେ ଟିକେ ବସିକି ମାଛ ବାଛିଲେ ବହୁତ ଭଲ ଲାଗେ। ମୁଁ ରୋଷେଇ ଘରେ ବାଛିଲିନି, ମୁଁ କହିଲି ନାଇଁ ଟିକେ କଅଁଳିଆ ଖରାରେ ବସିବା। ଆଉ ସକାଳୁ ବି ପଳେଇ ଆସିଥିଲା ହାରାହାରି 8:30 9ଟା ବେଳକୁ। ତ ମୁଁ କଅଁଳିଆ ଖରାରେ ବସି ସବୁତକ ମାଛକୁ ଏମିତି ବାଛି ଦେଇଥିଲି। ଗୋଟେ ଇଟାରେ ନା ଟିକେ ଟିକେ ଏମିତି ଘଷି ଦେଲେ ତା'ର କାତି, ଏଇଟାର ସାଧାରଣତଃ କାତି ରହେନି, ତ ଟିକେ ନାକୁ ଆପଣ ଚାହିଁଲେ ବି ଘଷି ଦେବେ। ଆଉ ଟିକେ ଟିକେ ଏମିତି ଘଷି ଦେଲେ ସେ କାତି ବାହାରିଯିବ। ଆଉ ତା'ର ଅନ୍ତଟା ଯେମିତି ନୁହଁ କି ପିତ୍ତ ଗୁଡ଼ାକ ବି ଆପଣ ଏମିତି ଭାବେ ଛଡ଼େଇ ଦେବେ। ତ ମୁଁ ବି ଏମିତି ହିଁ ଛଡ଼ାଏ। ଯେହେତୁ ଦୁଇ ହାତରେ ହିଁ, ଗୋଟେ ହାତରେ କ୍ୟାମେରା ଧରିଥିଲି, ତ ଆପଣଙ୍କୁ କେବଳ ସୁଟ୍ କରିବା ପାଇଁ ମୁଁ ଗୋଟେ ହାତରେ କରିଥିଲି। ତ କ୍ୟାମେରା ରଖି ସାରିଲା ପରେ ମୁଁ ଦୁଇ ହାତରେ ଭଲ ଭାବରେ ମାଛଟିକୁ ବାଛି ଦେଇଥିଲି। ଆଉ ତା'ର ସବୁତକ ପିତ୍ତ ବାହାର କରିଦେଇଥିଲି। ତ ଥରେ ଦୁଇଥର ତ ଧୋଇଦେବେ, କାରଣ ଟିକେ କାତି ରହେ, ତେଣୁକରି ଥରେ ଦୁଇଥର ଧୋଇଦେବେ। ତ ସବୁତକ ମାଛ ବାଛି ସାରିଲା ପରେ ମୁଁ ତାକୁ ଥରେ ଦୁଇଥର ଧୋଇ ଦେଇଥିଲି। ବହୁତ ହି ଫ୍ରେଶ୍ ଚୁନା ମାଛ ଥିଲା। ଆଉ ବହୁତ ହି ଭଲ ଲାଗେ ମୋତେ ଚୁନା ମାଛର ପ୍ରତ୍ୟେକ ରେସିପି ମୋତେ ବହୁତ ଭଲ ଲାଗେ। ଚୁନା ମାଛ ଭଜା, ପଖାଳ ଭାତ ବି ବହୁତ ପସନ୍ଦ। ତ ଚାଲନ୍ତୁ ଆଜିର ରେସିପିଟି ଷ୍ଟାର୍ଟ କରିବା। ଆଉ ଆପଣମାନଙ୍କ ଅନୁରୋଧ, ମୋ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ତ ଆଜି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି ଗୋଟେ ଫୁଲକୋବି ପକେଇକି ଗୋଟେ ଚୁନା ମାଛର ରେସିପି, ଯେଉଁ ଚୁନା ମାଛରେ ନା ଫୁଲକୋବି ପଡ଼ିକି ରେସିପିଟା ହେଇଥିବ। ତାପରେ ସେଇଟା ସୋରିଷ ମସଲାରେ ହେବନି, ସେଇଟା ଗରମ ମସଲାରେ ହିଁ ହେବ। ରସୁଣ ଅଦାର ପେଷ୍ଟ, ଟମାଟୋର ପେଷ୍ଟ, ତା ସାଙ୍ଗରେ ଆମେ ପିଆଜକୁ ନା ଛୋଟ ଛୋଟ କରି କାଟିକି ପକାଇବା। ଜଷ୍ଟ ଅଳ୍ପ ଟିକେ ନାକୁ ସୋରିଷ ପକାଇବା। ଚାଲନ୍ତୁ ଆଜିର ରେସିପିଟି ଷ୍ଟାର୍ଟ କରିବା। ତ ଏଇଠି ଚୁନା ମାଛ ନା ମୁଁ ବାଛିକି ଥୋଇ ଦେଇଛି, ସେଥିରେ ଲୁଣ ହଳଦୀ ଆଡ଼୍ କରିଦେବା। ମୁଁ ସବୁବେଳେ ନା ରସୁଣ, ଅଦା ଆଉ ଟମାଟୋକୁ ଟିକେ ନାକୁ ପାଣିରେ ଭିଜେଇ ରଖିଦିଏ। ରସୁଣ ଅଦା ଭିଜେଇକି ରଖିବା ଦ୍ୱାରା ସେ କ'ଣ ହେବ କି ଭଲରେ ଚୋପା ଛାଡ଼ିଯିବ, ପରିଷ୍କାର ବି ଲାଗିବ। ତ ମୁଁ ରସୁଣକୁ ଚୋପା ଏମିତି ଛଡ଼େଇ ଦେଇଥିଲି। ବେଶୀ ରସୁଣ ପକାଇ ନଥିଲି, ଗୋଟେ କୋଲା ପକାଇଥିଲି। ସେଇଥିରେ ପିଆଜ ବି ମୁଁ ଗ୍ରାଇଣ୍ଡିଙ୍ଗ କରିନଥିଲି, ପିଆଜକୁ କେବଳ କାଟି ଦେଇଥିଲି। ରସୁଣ ଆଉ ଅଦାକୁ ବାଟି ଦେଇଥିଲି। ତା ସାଙ୍ଗରେ ଗୋଟେ ଚାମଚ ସୋରିଷ, ଜିରା, କଞ୍ଚା ଲଙ୍କା ପକାଇ ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତ ଏଇ ରେସିପି ଯଦି ଆପଣମାନେ କେବେ ଟ୍ରାଏ କରିଛନ୍ତି ତ ନିଶ୍ଚିତ ଭାବେ ଜାଣିପାରୁଥିବେ ଆର କେତେ ଟେଷ୍ଟ ରହେ। କୋବିର ଫ୍ରେଶନେସ୍ର ଟେଷ୍ଟ ସହିତ ଏଇ ଚୁନା ମାଛର ଟେଷ୍ଟଟା ବି ମିଶିଗଲେ ଦୁଇଟା ଯୁଗଳ ବନ୍ଦିର ଟେଷ୍ଟ ନା ଏତେ ମାଇଣ୍ଡ ବ୍ଲୋଇଂ ଲାଗିଥାଏ। ତ ବହୁତ ହି ବଢ଼ିଆ ଲାଗେ। ତ ଏଇଠି ମୁଁ ଟମାଟୋ କାଟି ଦେଇଥିଲି। ଟମାଟୋକୁ ମୁଁ ଗ୍ରାଇଣ୍ଡିଙ୍ଗ କରିବି। ଟମାଟୋର ନା ମଞ୍ଜିଟାକୁ ସବୁବେଳେ ଆମେ ଛଡ଼େଇ ଦେବା, କାରଣ ଟମାଟୋ ମଞ୍ଜିଟା ପେଟକୁ ଗଲେ ସେ ସାଧାରଣତଃ ବହୁତ ଗ୍ୟାସ୍ କରେ। ତେଣୁକରି ଟମାଟୋର ଟିକେ ନାକୁ ଧୋଇଦେଲେ ସେ ମଞ୍ଜିଟା ଅଟୋମେଟିକ୍ ବାହାରିଯିବ। ତ ମୁଁ ସେଇଥିରେ ଯେମିତି ଆଗରୁ କହିଲି ସୋରିଷ ଆଉ ଜିରା ଆଡ଼୍ କରିଦେଇଥିଲି। ଜିରା ଜଷ୍ଟ ଟିକେ ପରିମାଣରେ ପଡ଼ିବ। ଆକୁ ଜଷ୍ଟ ଟିକେ ପାଣି ଦେଇକି 2 ମିନିଟ୍ ରଖିଦେବେ। ଏବେ ପିଆଜକୁ କାଟିବା। ତାପରେ ମୁଁ ପିଆଜକୁ ମାତ୍ର 1.5ଟା ପିଆଜ ମୁଁ କାଟିଥିଲି। ତ ପିଆଜକୁ ମୁଁ କାଟି ଦେଇଥିଲି ଚୁନ ଚୁନ କରିକି, ବେଶୀ ବଡ଼ କାଟିବେନି, ଟିକେ ନାକୁ ଚୁନ ଚୁନ କରିକି କାଟିଦେବେ। ତାପରେ ଯେଉଁଟା ଚୁନା ମାଛଟାକୁ ଆମେ ସୋରିଷ ତେଲରେ କରିବା। ସୋରିଷ ତେଲରେ ବହୁତ ଭଲ ଲାଗେ ନା ଯେକୌଣସି ମାଛ ଆଇଟମ୍ ହଉ। ତାପରେ କୋବି, ଯେମିତି ଆମେ କୋବିକୁ ଯେମିତି ତରକାରୀ କରୁ, ଆଳୁ କୋବି ତରକାରୀ ଯେଉଁ ଝୋଳ ଯେମିତି ହଉ କି କଷା ହେଲେ ଟିକେ ନାକୁ କୋବିଟାକୁ ଛୋଟ କରିଦେଉ, ତ ସେମିତି ଭାବରେ ଆପଣ ତରକାରୀ କଲା ଭଳିଆ କାଟିଦେବେ। ତ ପ୍ରଥମ ମାଛଟା ମୁଁ ଅଳ୍ପ କରି ଥର କରି ପକାଇଥିଲି। ପ୍ରଥମ ଭାଜି ହେଇସାରିଲା ପରେ କାଢ଼ିଦେଲି। ଏଇଟା ପୁଣି ଆଉ ଥରେ ପକାଇ ତାକୁ ଟିକେ ନାକୁ ପୁଡ଼ପୁଡ଼ିଆ ହେଲା ପର୍ଯ୍ୟନ୍ତ ଭାଜିବା, କାରଣ ପୁଡ଼ପୁଡ଼ିଆ ଯେହେତୁ ଦରକାର, କାରଣ ଆମେ ତରକାରୀରେ ପକାଇକି ବି 5-7 ମିନିଟ୍ ଫୁଟେଇବା। ସୋରିଷ ତେଲରେ ମୁଁ କୋବି ଆଳୁଟାକୁ ବି ଭାଜି ଦେଇଥିଲି। ସେ ମାଛ ଭାଜି ସାରିଲା ପରେ ତ କୋବି ଆଳୁକୁ ଟିକେ ନାକୁ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିବେ। ଆପଣ ଦେଖିପାରୁଥିବେ, ଦେଖିକି ଜାଣିପାରୁଥିବେ, ଟିକେ ନାକୁ ଭାଜିଦେବେ। ତ ଭାଜିବା ଦ୍ୱାରା ଟେଷ୍ଟ ଆସିଥାଏ। ଆଉ ଏତିକି ସବୁ ମସଲା ମୋର ପଡ଼ିବ। ସୋରିଷ ତେଲ ଆଉ ଥରେ ଆଡ଼୍ କରିଦେଲି, ତେଜପତ୍ର ପକାଇଦେଲି, ପଞ୍ଚଫୁଟଣ ପକାଇଦେଲି। ଯଦି ଆପଣ ପଞ୍ଚଫୁଟଣ ଖାଉନାହାନ୍ତି ତ ସୋରିଷ ଜିରା ପକାଇବେ, ବାସ୍ନାଟା ଆସିଥାଏ। ତାପରେ ମୁଁ ସେଥିରେ ପିଆଜ ଆଡ଼୍ କରିଦେଇଥିଲି। ହଁ, ଯେଉଁ କଞ୍ଚା ଲଙ୍କା ନୁହଁ କି,
ତାକୁ କାଟିକି ଟିକେ ମଝିରୁ ଟିକେ ନାକୁ ଜଷ୍ଟ କାଟିକି ପକାଏ, ନହେଲେ ନାହିଁ ଫୁଟିଲେ ସେ ଆଖିକୁ ଛିଟକିବାର ସମ୍ଭାବନା ଥାଏ। ତାପରେ କଞ୍ଚା ଲଙ୍କା ପକାଇ ସାରିଲା ପରେ ମୁଁ ପିଆଜକୁ ପକାଇକି ଟିକେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜି ନେଇଥିଲି। ତାପରେ ମୁଁ ହଳଦୀ, ଲଙ୍କାଗୁଣ୍ଡ ଏସବୁ ଆଡ଼୍ କରିଦେଇକି ତାପରେ ମସଲାଟାକୁ ଆଡ଼୍ କରିଦେଇକି ଭଲ ଭାବରେ କଷିଲି। ଯେହେତୁ ଏଇଟା ସୋରିଷ ପଡ଼ିଥିଲେ ବି ତ ପିତା ହେବନି, ଆମେ ଆଡ଼୍ କରିଦେଇଛେ ବହୁତ କମ୍ ପରିମାଣରେ ସୋରିଷ ପକାଇଛେ। ସେଥିରେ ପୁଣି ରସୁଣ, ଟମାଟୋ, ଅଦା ଆଡ଼୍ କରିଛେ, ତ ତାକୁ ଆମେ କଷିବା। ତ ପାଣି ଟିକେ ନାକୁ ଦେଇକି ମୁଁ ତାକୁ ଯେପର୍ଯ୍ୟନ୍ତ ତାର କଷି ହେଇନି ଆଉ ତାର କଞ୍ଚା ଅଂଶଟା ମରିନି, ଯେଉଁ ସ୍ମେଲ୍ ଆସେ, ସେ ପର୍ଯ୍ୟନ୍ତ କଷିଥିଲି। କଷିବାକୁ ତ କମ୍ ସେ କମ୍ 8 ମିନିଟ୍ ପାଖାପାଖି ଲାଗିଯାଏ। ତ ଅଧା କଷି ହେଇ ଆସିଲା ବେଳକୁ ସେଥିରେ ମୁଁ ପକାଇଥିଲି ଟମାଟୋ। ଟମାଟୋଟା ମୁଁ ପୁରା ଗୋଟେ ପକାଇଥିଲି। ଆପଣମାନେ ଚାହିଁବେ ଯଦି ଆଉ ଫାଳେ ପକାଇ ପାରିବେ କି 2ଟା ପକାଇ ପାରିବେ, କିନ୍ତୁ ଯେହେତୁ ଗ୍ରାଇଣ୍ଡିଙ୍ଗ ବି ମୁଁ ଟମାଟୋ କରିଥିଲି ନା, ତେଣୁକରି ଗୋଟେ ପକାଇଥିଲି। ତାପରେ କୋବିଟା ଯେତେବେଳେ ମସଲା ପୁରା କଷି ହେଇସାରିବ, ତାପରେ କୋବି ଆଳୁକୁ ପକାଇ ଦେଇକି ପୁଣି ତାକୁ 5 ମିନିଟ୍ ଖଣ୍ଡେ କଷିବେ। କମ୍ ସେ କମ୍ 3-4 ମିନିଟ୍ ତ କମ୍ ସେ କମ୍ କଷିବେ। ତ ମୁଁ ସିମ୍ ଆଞ୍ଚରେ ନା 5 ମିନିଟ୍ କଷି ଘୋଡ଼େଇକି ଏମିତି କଷିଦିଏ, କାରଣ ଟେଷ୍ଟଟା ବହୁତ ବଢ଼ିଆ ଆସେ। ତ ଯେତେ କୋବିଟା କଷିବ ନା ସେତେ ଟେଷ୍ଟ ଆସିବ, ଆଉ ଜଲ୍ଦି ବି ହେଇଯାଏ। କୋବିରେ ତ ନୂଆ କୋବି, ସେ ବହୁତ ଜଲ୍ଦି ବି ହେଇଯାଏ। ତ କୋବି ଆଳୁକୁ ଟିକେ ନାକୁ କଷି ସାରିଲା ପରେ ମୁଁ ପାଣି ଆଡ଼୍ କରିଦେଇଥିଲି। ତ ଆପଣ କେତେ କ'ଣ ଝୋଳ ଖାଇବେ ସେ ଅନୁସାରେ ପାଣି ଦେବେ, ସ୍ୱାଦ ଅନୁସାରେ ଲୁଣ ଦେବେ। ତ ମୁଁ ସେମିତି ମୋ ହିସାବରେ ପାଣି ଦେଇଥିଲି, ଆଉ ଝୋଳ ପାଇଁ ଯେତିକି ଦରକାର ଆଉ ସ୍ୱାଦ ଅନୁସାରେ ମୁଁ ଲୁଣ ବି ଦେଇଥିଲି। ମଝିରେ ଯେହେତୁ ସଣ୍ଡେ ଥିଲା, ସ୍ୱାମୀ ଘରେ ଥିଲେ, ମଝିରେ ଟିକେ ନାକୁ ଆସିକି ଏମିତି ହାତ ହଲେଇ ଦେଉଥାନ୍ତି, ଟିକେ ହେଲ୍ପ କରିଦେଉଥାନ୍ତି। ତାଙ୍କୁ ମୁଁ ସାଇଡ଼୍ରେ ବି ଚା କରିକି ଦେଲି। ତ ଏଇଠି କିଛି ସମୟ ଫୁଟିଲା ପରେ କୋବିଟା ହେଇନି, କୋବିଟା ହେବାକୁ ଆଉ ଟିକେ ଟାଇମ୍ ଲାଗିବ। ତାକୁ ପୁଣି ସେଥିପାଇଁ 5 ମିନିଟ୍ ଖଣ୍ଡେ 7 ମିନିଟ୍ ଖଣ୍ଡେ ଘୋଡ଼େଇ ଦେଲି। ତାପରେ ଆମେ ଟିକେ ସ୍ୱାମୀ ସ୍ତ୍ରୀ ଚା ଏନ୍ଜୟ କଲୁ। ଯେହେତୁ ଶୀତ ଦିନ, ଚା ତ ହେଲେ ବହୁତ ଭଲ ଲାଗେ। ତାପରେ ଯେତେବେଳେ କୋବିଟା ଆଳୁଟା ପୁରା ସିଝି ଆସିବ, କମ୍ ସେ କମ୍ 70% ଭାଗ ସିଝି ଆସିବ ନା, ସେଇ ସମୟରେ ଆମେ ଭାଜି ରଖିଥିବା ଚୁନା ମାଛଟାକୁ ଆଡ଼୍ କରିବା। ତ ମୁଁ କିଛି ରଖିଦେଇଥିଲି ଚୁନା ମାଛ ଭଜା ବି। ପଖାଳ ତ ଜାଣିଥିବେ ଆମମାନଙ୍କର ଯାହାହେଲେ ବି ଟିକେ ଦରକାର, ତ ପଖାଳ ପାଇଁ ବି ମୁଁ ରଖିଦେଇଥିଲି। ଆଉ ମୁଁ ପଖାଳ ଖାଇଲି, ରାତିରେ ତରକାରୀ ରଖିଲେ ବି ରାତିରେ ବି ଖିଆ ହେବ। ତ ମୁଁ ମୋ ପାଇଁ ଟିକେ ନାକୁ ପଖାଳ ମୋତେ ଭଲ ଲାଗେ ବୋଲି ପଖାଳ ପାଇଁ ଟିକେ ଭଜା ରଖିଦେଇଥିଲି। ତ ଏବେ ଆମର ଚୁନା ମାଛ ଦିଆ କୋବି ତରକାରୀ ପୁରା ରେଡ଼ି ହେଇଗଲାଣି। ବାସ୍ନା ତ ବହୁତ ବଢ଼ିଆ ଆସୁଥାଏ। ତ ନିଶ୍ଚିତ ଭାବରେ ଥରେ ଏମିତି କରିକି ଟ୍ରାଏ କରନ୍ତୁ, ଖାଆନ୍ତୁ, ସତରେ ବହୁତ ଟେଷ୍ଟ ଲାଗିବ। ଆଉ ପ୍ଲିଜ୍ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି, ନମସ୍କାର। ପୁଣି ଆସିବେ ଆଉ କିଛି ନୂଆ ଭିଡ଼ିଓରେ। ପ୍ଲିଜ୍ ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।